ସେଇ ବିଶେଷତାକୁ ଆମେ ଅନୁଧ୍ୟାନ କରି ଚାଲିଲେ। ବର୍ତ୍ତମାନ ପ୍ରଶ୍ନ ହେଉଛି ବିଶେଷତା ତ ସମସ୍ତ ପ୍ରକାରର ଧାର୍ମିକ ବ୍ୟକ୍ତି କହି ଚାଲିଛନ୍ତି କି ଏଇ ପ୍ରକ୍ରିୟାରେ ଆପଣ ପରମାତ୍ମାଙ୍କୁ ପାଇପାରିବେ। ଆଉ କେହି ସିଏ ପୁଣି କହୁଛନ୍ତି ହଁ ଆମ ପ୍ରକ୍ରିୟାଟା ଠିକ ଅଛି। ଆଉ ଜଣେ କହୁଛନ୍ତି ନା ଆପଣଙ୍କ ମାନଙ୍କର ପ୍ରକ୍ରିୟା ସବୁ ଅଲଗା, ଅସତ୍ୟ। ଏମିତି ହିସାବରେ ଅନେକ ପ୍ରକାରର ମତାନ୍ତର ଭିତରେ ଆମର ଜୀବନର ଯୋଉ ମହତ୍ୱପୂର୍ଣ୍ଣ ସମୟଟା ସଂଶୟରେ ପଡ଼ି ସଂଶୟାତ୍ମା ବିନଶ୍ୟନ୍ତି ହେଇ ଚାଲିଛି। ନିର୍ଣ୍ଣୟଟା ଶୀଘ୍ରରୁ ଶୀଘ୍ର ନେବାକୁ ପଡ଼ିବ। ଯୋଉ ରାସ୍ତାରେ ଆପଣଙ୍କୁ ଭଲ ଲାଗୁଛି ସେଇ ରାସ୍ତାର ଅନ୍ତ ପର୍ଯ୍ୟନ୍ତ ଆପଣ ଦେଖି ନେବାକୁ ପଡ଼ିବ କି ଅନ୍ତରେ ମୁଁ କୋଉଠି ଓହ୍ଲେଇବି ଏଇ ରାସ୍ତାରେ। ସେଇ ରାସ୍ତାରେ ବି ଅନେକ ବଡ଼ ଲୋକ ଅଛନ୍ତି, ଅନେକ ପ୍ରକାରର ସିଦ୍ଧାନ୍ତିକ ଦୃଷ୍ଟିକୋଣ ବି ସେଇ ରାସ୍ତାରେ ଅଛି। ତ ଆମକୁ ବୁଦ୍ଧିମତ୍ତା ପୂର୍ବକ ଅନୁମାନ କରି ଜାଗରୁକତାର ସହିତ ସେଇ ରାସ୍ତାରେ ଆଗେଇ ଯିବା। ଅନ୍ୟଥା ଆମକୁ ଯଦି ଜଣା ପଡ଼ିଲା ସେଇ ରାସ୍ତାଟା ଆମେ ପରିବର୍ତ୍ତନ କରିଦେବା ଉଚିତ ହେବ। ଏପରିକି ଗୁରୁ ମଧ୍ୟ ପରିବର୍ତ୍ତନଶୀଳ। ଯଦି ଗୁରୁ ଆପଣ ଦେଖିଲେ କି ହଁ ମୋର ଯେମିତି ଆବଶ୍ୟକ ସିଏ ସେମିତି ଅଛନ୍ତି, ଏଇ ଗୁରୁ ହିଁ ମତେ ପରମାତ୍ମାଙ୍କ ପାଖକୁ ନେଇପାରିବେ। ସେଇ ଆଶ୍ରୟ ସେଇ ଆଶୟରେ ଆପଣ ତାଙ୍କ ପାଖକୁ ଗଲେ, ତାଙ୍କ ସାଥିରେ ରହିଲେ, ତାଙ୍କର ସଙ୍ଗତରେ ଆପଣଙ୍କର ଆଧ୍ୟାତ୍ମିକ ଉନ୍ନତି ନିଶ୍ଚିତ ଭାବରେ ହେଇ ଚାଲିବ। କିଛି ଦିନ ପରେ ଆପଣ ଯଦି ଅନୁଭବ କଲେ କି ନାଇଁ ଏଇ ଗୁରୁଙ୍କର କୌଣସି ମୌଳିକ ଯମ ନିୟମ ସେଇଟା ବ୍ୟାଘାତ କରି ଚାଲିଛନ୍ତି। ଅନେକ ଜାଗାରେ ସେମିତି ଆପଣ ଦେଖିବେ ଶିବଙ୍କ ନାଁରେ ଗଞ୍ଜେଇ ପିଇବାଟା ଗୋଟେ ସ୍ୱାଭାବିକ, ସେଥିରେ କିଛି ବିଚିତ୍ରତା ନାହିଁ। ତ ଆପଣ ଅନୁମାନ କଲେ କି ନାଇଁ ଏଇଠି କିଛି ନା କିଛି ଗୋଟେ ଗଡ଼ବଡ଼ ଅଛି, ଯୋଉଥିପାଇଁ କି ମୋର ଆଧ୍ୟାତ୍ମିକ ଉନ୍ନତି ପାଇଁ ଏଇ ରାସ୍ତାଟା ଉପଯୋଗୀ ହେଇପାରିବନି। ଯଦି ସେମିତି ଦୃଢ଼ତାର ସହିତ ଅନୁଭବ ହେଇଗଲା କି ନାଇଁ ଏଇ ଗୁରୁଙ୍କର ସାହାଯ୍ୟରେ ମୋର ଆହୁରି ବରଂ ତାଙ୍କର ଦୁର୍ଗୁଣ ଗୁଡାକ ମୋ ପାଖକୁ ପଳେଇ ଆସିବ, ତାହେଲେ ଆପଣ ଛାଡ଼ି ପାରିବେ। ଆପଣ ଧରିବା ପୂର୍ବରୁ ନିଶ୍ଚିତ ଭାବରେ ପରୀକ୍ଷା କରି ନେବାର ଥିଲା। ମାସେ, 2 ମାସ, 3 ମାସ, 4 ମାସ, 5 ମାସ। କିନ୍ତୁ ଅକ୍ସର ମୁଁ ଦେଖୁଛି ପ୍ରାୟତଃ ସମସ୍ତେ ଗୁରୁ ଚୟନରେ ବହୁତ ଅଧିକ ଧ୍ୟାନ ଦଉନାହାନ୍ତି। ଆପଣ ଯଦି ଇମୋସନାଲି ନିଜର ମନର କାହାରେ ଯଦି ଆପଣ ଗୁରୁ ଚୟନ କରିବେ ନିଶ୍ଚୟ କୋଉଠି ଅସୁବିଧା ହେବ। ଯଦି ଆପଣ ଦେଖିଲେ କି ଅନେକ ଲୋକ ତ ଯାଉଛନ୍ତି ସେଇ ଗୁରୁଙ୍କ ପାଖକୁ, ଆପଣ ବି ସେଥିରେ ପ୍ରଭାବିତ ହେବା ସ୍ୱାଭାବିକ। କିନ୍ତୁ ସେଇ ପ୍ରଭାବର ବାହାରେ ଆପଣ ସେଇ ଗୁରୁଙ୍କ ସାଙ୍ଗରେ 2 ମାସ, 3 ମାସ ପର୍ଯ୍ୟନ୍ତ ମିଶିକିନା ରହିବାର ଗୋଟିଏ ପଦ୍ଧତି ଅଛି। ଆଉ ସେଇ ପଦ୍ଧତିର ଅନୁସାରେ ଆପଣଙ୍କର ଶ୍ରଦ୍ଧା ମନରେ ଜାଗ୍ରତ ହବ। ଆଉ ସେଇ ଶ୍ରଦ୍ଧାରେ ଆପଣ ମାତୃବତ୍ ସେଇ ଶ୍ରଦ୍ଧା ଆପଣଙ୍କୁ ଅନେକ ବିଚ୍ୟୁତିରୁ ରକ୍ଷା କରିଥାଏ। ଶ୍ରଦ୍ଧା ଦ୍ୱାରା ହିଁ ଆମର ରକ୍ଷା ହେଇଥାଏ। ତ ଚୟନ କରିବା ପୂର୍ବରୁ ଆପଣ ଦେଖନ୍ତୁ କି କୋଉ ବାଦରେ ସେଇଟା ଅଛି। ଯେମିତି କି 5ଟି ବାଦ କଥା ମୁଁ କହିଥିଲି। ଅଦ୍ୱୈତବାଦ ଅଛି, ଦ୍ୱୈତବାଦ ଅଛି, ତ୍ରେତବାଦ ଅଛି, ବିଶିଷ୍ଟାଦ୍ୱୈତବାଦ ଅଛି, ଅଦ୍ୱୈତାଦ୍ୱୈତବାଦ ଅଛି। ଏଇ 5ଟି ମୁଁ ଜାଣିବାରେ। ତାପରେ ଆହୁରି କେତେ ବାଦ ଥିବ। କିନ୍ତୁ ଯଦି ଆପଣ ଗୋଟିଏ ବାଦ ସାଙ୍ଗରେ ଆଉ ଗୋଟିଏ ବାଦକୁ ମିକ୍ସଚର କରିଦଉଛନ୍ତି, ତାହେଲେ ଆପଣଙ୍କୁ ତ ଆହୁରି ଅସୁବିଧା ହବ। ଗୋଟିଏ ବାଦକୁ ଧରନ୍ତୁ। ଗୋଟିଏ ବାଦର ସତ୍ୟାସତ୍ୟକୁ ଆପଣ ନିଶ୍ଚୟ ପରୀକ୍ଷା କରନ୍ତୁ। ଗୁରୁ ଚୟନର ପୂର୍ବରୁ
ବାଦ ଚୟନ ହେବା ଆବଶ୍ୟକ ଅଛି। ଯଦି ବାଦ ଚୟନ ଆପଣ କରିବା ପାଇଁ ସମର୍ଥ ଅଛନ୍ତି, ତାପରେ ଆପଣ ବାଦ ଚୟନ ପରେ ସେଇ ବାଦର ଗୁରୁକୁ ଆପଣ ଗ୍ରହଣ କରିବା ଉଚିତ। ନହେଲେ ଅନେକ ପ୍ରକାରର ବିଭ୍ରାନ୍ତିକର ତଥ୍ୟ ପ୍ରବଳ ଭାବରେ ଚାଲିଛି। ଭାଇସ୍ ଟ୍ରାଭେଲ୍ସ 100 times faster than truth। ଏଇଟା ମହାତ୍ମା ଗାନ୍ଧୀ କହିଥିଲେ। ମାନେ 100 ଗୁଣ ଅପର୍ଯ୍ୟାପ୍ତ ହିସାବରେ ଧର୍ମର ନାଁରେ ଅନେକ ବିକ୍ଷିପ୍ତ ପରିସ୍ଥିତି ଚାଲିବାଟା ମୁଁ ଅନୁମାନ ଦେଖୁଛି। ତ ସେଥିପାଇଁ ଆଜି ମୁଁ ଏଇ ବିଷୟଟା ଆପଣଙ୍କ ସମ୍ମୁଖରେ ରଖୁଛି କି ଗୁରୁ ଚୟନ ପୂର୍ବରୁ ବାଦ ଚୟନ କରିବେ। କୋଉ ବାଦରେ ଆପଣ ଯାଉଛନ୍ତି? ଆଉ ଗୋଟିଏ କଥା ଏଇଠି ରଖିବା। ଅନେକ ଲୋକଙ୍କର ଧାରଣା କି ସେମାନେ କି ନାଇଁ ଈଶ୍ୱରଙ୍କର ବିଷୟରେ କୌଣସି ପ୍ରକାରର ବାଦ ବିବାଦ କରିବା ଅନୁଚିତ। ଏଇଟା ଆପଣଙ୍କୁ ଗୋଟିଏ ସ୍ଲୋ ପଏଜନ, ମିଠି ଜହର କୁହାଯାଏ ନା? ଏଇଟା ଗୋଟେ ମିଠି ଜହର। ଏମିତି କୋଉ ତତ୍ଵର ନିର୍ଣ୍ଣୟ ଆପଣ ନେଲା ବେଳେ ଆପଣ ନିଜ ବୁଦ୍ଧିକୁ ପ୍ରୟୋଗ କରନ୍ତିନି। ପ୍ରତ୍ୟେକ ଜିନିଷ ହାଟ ବଜାରର କାମ, ପାଠ ପଢାଇ, ଅନ୍ୟ ଯେକୌଣସି କାମରେ ଆପଣ ବୁଦ୍ଧିପୂର୍ବକ ସେଇ କାମକୁ କରନ୍ତି। ଯଦି ସେଟା ବୁଦ୍ଧିପୂର୍ବକ ହଉନି, ଆପଣଙ୍କୁ ଭଲ ଲାଗେନି। ଆପଣ କହିବେ ନାଇଁ ନାଇଁ ଏଇଠି ଗଡବଡ ହେବ। ତ ଏମିତି ଛୋଟ ଛୋଟ କଥାରେ ସାନ୍ତରା କିଣିଲା ଭଳି ଆମେ ଅନେକ ଯୁକ୍ତି କରିଥାଉ ସାନ୍ତରା ବାଲା ସାଥିରେ। କିନ୍ତୁ ପରମାତ୍ମା, ଆତ୍ମା ଓ ପ୍ରକୃତି ବିଷୟରେ ଯଦି ଆମର ବିନା ଚିନ୍ତନରେ ଆମେ ପଶି ଯାଉଛୁ ଗୋଟିଏ ଭିତରକୁ, ତାହେଲେ କୁହାହେଇଛି କି ଧର୍ମ ଗୋଟିଏ ଗୋଟିଏ ପାଇପ। ସେଇ ପାଇପର ଗୋଟିଏ ମୁଣ୍ଡରେ ତ ଆପଣ ପଶି ପାରିବେ, କିନ୍ତୁ ଆଉ ଫେରି ପାରିବେନି। ପାଇପର ବାହାରେ ଆଉ କଣ ହଉଛି ଆପଣ ଜାଣିପାରିବେନି। ପାଇପର ଅନ୍ତ ମୁଣ୍ଡଟା ଯୋଉଠି ଅଛି, ଆପଣ ସେଇଠି ହିଁ ପୁଣି ବାହାରିବାର ସମ୍ଭାବନା ଅଛି। ତ ପ୍ରଥମରେ ଆମକୁ ଦେଖି ନେବାକୁ ପଡିବ କି ଏଇ ଯୋଉ ବାଦ, ଏଇ ଯୋଉ ଗୁରୁ, ଏମାନଙ୍କର ଅନ୍ତିମ କୋଉ ସ୍ଥିତିରେ ସେମାନେ ପହଞ୍ଚିଛନ୍ତି। ସେଇ ସ୍ଥିତିରେ ଯିଏ ପହଞ୍ଚିଛନ୍ତି, ସେଇ ସ୍ଥିତି ଯଦି ଆପଣଙ୍କୁ ଲାଗିଲା ହଁ ହଁ ଏଇଟା ବିଖ୍ୟାତ ସ୍ଥିତି, ଏଇଟା ମୁଁ ଜାଣୁଛି କି ଏଇ ସ୍ଥିତିରେ ହିଁ ମୁଁ ପହଞ୍ଚିବା ପାଇଁ ଚାହୁଁଛି, ତାହେଲେ ଆପଣ ସେଇ ଗୁରୁକୁ ରଖିବେ, ସେଇ ବାଦକୁ ରକ୍ଷା କରିବେ। ରକ୍ଷା ମାନେ ସେଇ ବାଦକୁ ଗ୍ରହଣ କରିବେ, ସ୍ୱୀକାର କରିବେ। ଅନ୍ୟଥା ଅନେକ ପ୍ରକାରର ଗଣ୍ଡଗୋଳ ଜୀବନ ସାରା ଚାଲିଥିବ। ସୁଖୀ ହେବା ଇଚ୍ଛା ଆମର, କିନ୍ତୁ ଆମେ କେବେ ବି ସୁଖୀ ହେଇପାରିବାନି ଯଦି ଆମେ ଭାବିବା ଏଇ ଯେତେ ଯେତେ ଦ୍ରବ୍ୟ ବାସ୍ତବ ଅଛି, ସେଇ ବାସ୍ତବ ଜିନିଷ ଗୁଡାକ ଅବାସ୍ତବ ବୋଲି। ସେଇ ସବୁ ସ୍ୱପ୍ନ, ଏଇ ଧାରଣା ଯଦି ଆପଣଙ୍କ ରହିଗଲା, ଆପଣ ଗୋଟିଏ ବାଦ ଭିତରେ ପଶି ସାରିଲେଣି। ଯଦି ସେମିତି ଭୁଲ ଧାରଣା ରହିଲା କି ଅବାସ୍ତବ ଜିନିଷ ଗୁଡାକ ମଧ୍ୟ ବାସ୍ତବ ଜିନିଷ ଗୁଡାକ ମଧ୍ୟ ଅବାସ୍ତବ ଅଟନ୍ତି, ସବୁ ଯାକ ମୃଗ ମରୀଚିକା। ତ ପ୍ରଶ୍ନ ହେଲା କି ରୋଟି ସେଟା ବାସ୍ତବ ନା ଅବାସ୍ତବ? ନାଇଁ ନାଇଁ ସେଟା ରୋଟି ନୁହେଁ, ସେଟା ଅବାସ୍ତବ। ତାହେଲେ ଯଦି ରୋଟି ଅବାସ୍ତବ, ଆମ ପେଟର ଭୋକକୁ ସିଏ କେମିତି ମାରି ଦେଇ ପାରୁଛି? ଅବାସ୍ତବ ଜିନିଷର ତ ପ୍ରଭାବ ପଡିବନି। ଆକାଶର କଇଁ ଫୁଲର ପ୍ରଭାବ କେମିତି ପଡିବ? ସମ୍ଭବ ନୁହେଁ। ଏମିତି ଅନେକ ବିଷୟ ଆପଣଙ୍କୁ ନିଜ ଦୃଷ୍ଟିକୋଣରେ ଚିନ୍ତନ କରି, ଯଦି ଆପଣ ସେମିତି କୌଣସି ସୁବିଧା ଅସୁବିଧା ଦେଖିଲେ, ସେଇଠି ବୁଦ୍ଧି ପ୍ରୟୋଗ କରିବା ନିହାତି ଆବଶ୍ୟକ ରହୁଛି। ଯଦି ବୁଦ୍ଧି ପ୍ରୟୋଗ କରିଦେଲେ ନିଜେ ନିଜକୁ ବଞ୍ଚେଇ ନେଇ ପାରିବେ। ଆଉ ଅନ୍ୟଥା ସେଇ ପୁଣି ଗତାନୁଗତିକ, ସେଇ ପୁଣି ମେଣ୍ଢାପଳର ଚାଲ, ଯୋଉଠି ଗଡ୍ଡା ସେଇଠି ସମସ୍ତେ ପଡିଲେ ଆପଣଙ୍କୁ ବି କେହି ରକ୍ଷା କରିପାରିବେ ନାହିଁ। ନିଜ ରକ୍ଷା ନିଜ ବୁଦ୍ଧି ଅନୁସାରେ ଆପଣ କରିବେ।
ଏଥିରେ କୌଣସି ସ୍ୱାମୀ, ସ୍ତ୍ରୀ, ବାପ, ପୁଅ, ଝିଅ, ମାର କୌଣସି ହିସାବରେ ସହଯୋଗ, ସାହାଯ୍ୟ ସେମିତି ମିଳିବନି। କାହିଁକି ନା ସମସ୍ତଙ୍କୁ ସମସ୍ତେ ଖୋଜୁଛନ୍ତି। ଏଇଟା ଅଲଗା କଥା କି କିଛି ଦିନ ପୂର୍ବରୁ କିଛି ଲୋକ ଆସିଲେ ଆଉ ତା 20 ବର୍ଷ ପରେ ତାଙ୍କ ପୁଅମାନେ ଆସିଲେ ଏଇ ଜଗତକୁ। କିନ୍ତୁ ସମସ୍ତଙ୍କ ଭିତରେ ଏଇ ପ୍ରଶ୍ନ ଚାଲିଛି କି ସୁଖୀ କେମିତି ହେବା, ଈଶ୍ୱର କେମିତି, ଧର୍ମ କଣ, ସଂସାର କଣ, ଆତ୍ମା କଣ? ମୁଁ କାହିଁକି ନିଜକୁ ଆତ୍ମା ବୋଲି ଭାବି ପାରୁନି? ମୁଁ ଆତ୍ମା ବୋଲି କହିଲେ ଏଇ ଶରୀରଟା ମୁଁ ବୋଲି କାହିଁକି ଭାବିଲି? ଏମିତି ଅନେକ ପ୍ରଶ୍ନ। ସ୍ୱର୍ଗ କଣ? ନର୍କ କଣ? ଏଇ ଯେତେ ଜାନବର, ପଶୁ ପକ୍ଷୀ କାହିଁକି ସେମାନେ ହେଇଛନ୍ତି? ଏଇ ସମସ୍ତ ବିଷୟକୁ ଗୋଟିଏ ପଦରେ ଛିଣ୍ଡିଯିବ ଯଦି ଆପଣ ବାସ୍ତବିକତାକୁ ଜାଗରୂକତାର ସହିତ ଦେଖିବେ। କେବଳ ଜାଗରୁକ। ଆପଣ ଏଇଠି କିଛି ଲେଖା ହେଇନି। ମୁଁ ବାର ବାର ସେ ବିଷୟ ଆପଣଙ୍କୁ ଜଣାଉଛି। କୌଣସି ଭାଗ୍ୟ ବୋଲି ଜିନିଷ ନାହିଁ। ଗତକାଲିର ପ୍ରାରବ୍ଧ ଓ ଆଜିର କ୍ରିୟମାଣ ଏଇ ଦିଟା ମିଶେଇ ଦେଲେ ଯେଉଁ କର୍ମଟା ହୁଏ ସେଇଟା ଆପଣଙ୍କର ଭାଗ୍ୟରେ ଆପଣ ନିଜେ ଲେଖନ୍ତି। ପ୍ରାରବ୍ଧକୁ ତ ଆପଣ ଛାଡି ପାରିବେନି। ପ୍ରାରବ୍ଧର ଅର୍ଥ ହେଲା ଆପଣଙ୍କ ସଂସ୍କାର ସମୂହ। ସେଇ ସଂସ୍କାର ସମୂହରେ ଆପଣ ମନ ଦ୍ଵାରା ଯଦି ପରିଚାଳିତ ହେଇ ଚାଲିଲେ ତାହେଲେ କିଛି ଗଡବଡ ଅଛି। କିନ୍ତୁ ଯଦି ଆପଣ ସେଇ ମନରେ ଆସୁଥିବା ବିଚାରକୁ ପୁନଃ ବୁଦ୍ଧିରେ ପରୀକ୍ଷା କରି ଚାଲିଲେ ତାହେଲେ ଆଉ ଅସୁବିଧା ହେବନି। ପୁଣି ସେଇ ଧରା ସେଇ ସ୍ରୋତରେ ଆପଣ ବହି ଚାଲିବେ ଯେଉଁ ସ୍ରୋତଟା ଆପଣଙ୍କୁ ପରମାର୍ଥ ଦିଗରେ ନେଇ ଚାଲିବ। ବୁଦ୍ଧିପୂର୍ବକ ନିଜ ସଂସ୍କାର ପ୍ରବାହରୁ ନିଜକୁ ମୁକ୍ତ ରଖି ସଠିକ ବିଷୟକୁ ଜାଣିପାରିବା ଏଇ ଲକ୍ଷଣ ଯଦି ରହିଛି ତାହେଲେ ଆପଣ ଜାଗରୂକତାର ସହିତ ଆଗେଇ ଚାଲିଥିବେ। ଅନ୍ୟଥା କେବେ ବି ନୁହେଁ। ଅତି ଦୁଷ୍କର ପରିସ୍ଥିତି ମୁଁ ଦେଖୁଛି। ସମ୍ଭବତଃ ଧର୍ମ ପାଇଁ ସେଥିପାଇଁ ଅନେକ ଲୋକ କେହି ମଧ୍ୟ ରାଜି ହଉନାହାନ୍ତି। ଭାଇ ରକ୍ଷା କର ତୁମ ଧର୍ମ ତୁମ ଘରେ ରଖ। ଯଦି ଏପରି ହିସାବରେ ଆମେ ଚିନ୍ତା କରିବା ତାହେଲେ ଆମ ଭିତରେ ଧର୍ମକୁ ଚୟନ କରିବାର ଗୋଟିଏ ସମ୍ଭାବନା ଆସିଯିବ। ଆଉ ସେଇ ସମ୍ଭାବନା ଆମକୁ ପୁଣି ଆଗକୁ ନେଇ ଚାଲିବ। ବର୍ତ୍ତମାନ ଶ୍ରଦ୍ଧା ଶ୍ରଦ୍ଧା ଯୋଉଟା କୁହାହେଲା କି ମା ବୋଲି ସେଇ ମାର ସବୁବେଳେ ଛୁଆ ପ୍ରତି ଯେମିତି ଆକଟ ରହେ ରକ୍ଷାର୍ଥ ସିଏ ଯେମିତି ବଞ୍ଚି ରହେ ଠିକ ସେମିତି ଆପଣଙ୍କ ଭିତରେ ଥିବା ଶ୍ରଦ୍ଧାଟା ପରମାତ୍ମାଙ୍କ ପାଇଁ ଶ୍ରଦ୍ଧା, ପରମାତ୍ମାଙ୍କ ପ୍ରେମ, ଧର୍ମ ପାଇଁ ଆକର୍ଷଣ, ଏଇ ଆକର୍ଷଣ, ଶ୍ରଦ୍ଧା, ପ୍ରେମ ଏଇଟା ହିଁ ଆପଣଙ୍କୁ ରକ୍ଷା କରିପାରିବ ବିପଦ ସମୟରେ। ବିପଦ ସମୟରେ ଆପଣ ମନେ ପକେଇଦବ ଦେଖ ତୋର ଲକ୍ଷ୍ୟ ଏଇ ସଂସାର ନୁହେଁ। ଏଇ ସଂସାର ତୋର ଲକ୍ଷ୍ୟ ମୋଟେ ନୁହେଁ। କେବଳ ପରମାର୍ଥ ପ୍ରାପ୍ତି ପାଇଁ ଏଇ ସଂସାରକୁ ବ୍ୟବହାର କରି ଚାଲ। କାରରେ ଚାଲିବାଟା ଆପଣଙ୍କର ଲକ୍ଷ୍ୟ କେବେଠୁ ହେଲା? ଗୋଟିଏ ଜାଗାରୁ ଆଉ ଗୋଟେ ଦୂର ଜାଗାକୁ ଶୀଘ୍ରତାର ସହିତ ଯିବାଟା ଆପଣଙ୍କର ଲକ୍ଷ୍ୟ। ଠିକ ସେମିତି ଏଇ ଶରୀର ରୂପକ କାର, ଏଇ ଶରୀର ରୂପକ ସାରା ସଂସାର ଦ୍ରବ୍ୟ କେବେ ବି ଆପଣଙ୍କର ଲକ୍ଷ୍ୟ ନଥିଲା। ଏବେ ମଧ୍ୟ ସେଇଟା ଲକ୍ଷ୍ୟ ନୁହେଁ। ଏଇ ସାରା ଟଙ୍କା ପଇସା ଧନ ରତ୍ନ ଯେତେ ଜାୟଦାଦ ଜମିନ ଗାଡି ମଟର ବଙ୍ଗଲା ସବୁ ଗୁଡାକ ପ୍ରାପ୍ତ କରିବାର ଲକ୍ଷ୍ୟ କେବଳ ଗୋଟିଏ ରହିବାର ଥିଲା କି ପରମାତ୍ମାକୁ ମୁଁ ପ୍ରାପ୍ତ କରିବି। ଯଦି ମନରେ ଆପଣଙ୍କର ସେଇ ଶ୍ରଦ୍ଧା ଅଛି, ପରମାତ୍ମାଙ୍କ ପ୍ରତି ଆକର୍ଷଣ ଅଛି, ଈଶ୍ୱରଙ୍କ ପ୍ରତି ପ୍ରେମ ଅଛି, ଅଗାଧ ବିଶ୍ୱାସ ରଖିଛନ୍ତି ଈଶ୍ୱରଙ୍କ ପ୍ରତି, ଭରସା ଆସ୍ଥାରେ ଆପଣ ପ୍ଲାବିତ ହେଇ ମନକୁ ରଖିଛନ୍ତି, ସେଇ ସମୟଟା ଆପଣଙ୍କର ସେଇ କ୍ଷଣଟା ହିଁ ନିଶ୍ଚିତ ଭାବରେ ସ୍ୱର୍ଗ ଆଡେ ଆପଣଙ୍କୁ ନେଇ ଚାଲିବ। ପରମାତ୍ମାଙ୍କ ପାଖକୁ ନେଇ ଚାଲିବ। ଦ୍ଵିତୀୟ କଥା, ଏଇ ଯୋଉ ଶ୍ରଦ୍ଧା, ଏଇ ଶ୍ରଦ୍ଧା ବିନା ଚିନ୍ତନରେ
କେବେ ବି ଆପଣଙ୍କ ପାଖକୁ ଆସିବ ନାହିଁ। ଗୋଟିଏ ବିନୁ ଭୟ ବିନୁ ଭୟ ପ୍ରେମ ନା ହୋଇ, ଏମିତି ଗୋଟିଏ କଥା ଶ୍ରୀରାମଚନ୍ଦ୍ରଙ୍କ ରାମାୟଣରେ ଅଛି। ତ ସେଇ କଥାଟା ନିରାଟ ସତ କଥା। ଯଦି ଆପଣ ଭୟ କରୁନାହାନ୍ତି ପରମାତ୍ମାଙ୍କୁ, ତାଙ୍କର କର୍ମକୁ ଦେଖି ଆପଣଙ୍କର ମନରେ ଭୟ ହଉନି, ତାହେଲେ ପ୍ରେମ ହବନି। ଆପଣ ତାଙ୍କର ଯୋଉ ନ୍ୟାୟ ବ୍ୟବସ୍ଥାରେ ଯୋଉ ଆମକୁ ମଣିଷ କରିଦେଲେ, ଆଉ ଅନ୍ୟମାନଙ୍କୁ ଅନ୍ୟ ଜାନବର କରି ରଖିଛନ୍ତି, ଦେଖିବାକୁ ଚେଷ୍ଟା କରନ୍ତୁ, ଆପଣ ଡରିଯିବେ। ପରମାତ୍ମା ତ ଏକରେ ଆପଣ କହୁଛନ୍ତି ନା, ସିଏ କେବେ ବି ଆପଣଙ୍କୁ କ୍ଷମା କରିବେନି। ପାପ ଆଉ ପୁଣ୍ୟ ନିଶ୍ଚିତ ଭାବରେ ମିଳିବ। ଦ୍ଵିତୀୟରେ, ଆପଣ ଏଇଟା ବି ଦେଖୁଛନ୍ତି କି କେତେ ଜାନବର କେତେ କଷ୍ଟ ପାଉଛନ୍ତି। ଆଉ ମୋର ବି ନମ୍ବର ଅଗଲେ ବାର ଆର ଜନ୍ମରେ କାହିଁକି ହବନି? କୌଣସି ଗ୍ୟାରେଣ୍ଟି ନାହିଁ। ଏଇ ସଂସାରର ଦୁଃଖକୁ ଯଦି ଆପଣ ଅବଲୋକନ କରିବେ, ତାହେଲେ ପରମାତ୍ମାଙ୍କର ନ୍ୟାୟ ବ୍ୟବସ୍ଥା ଭିତରେ ଆପଣ ଅଛନ୍ତି, ଏଇ ଦୃଢତା ଆପଣଙ୍କ ମନରେ ଆସିବ। ଯଦି ଭୁଲ କରିବେ, ଭୟ ହେଇ ଚାଲିବ। ଆଉ ଯଦି ଭଲ କରିବେ, ଆପଣଙ୍କର ପ୍ରେମୀ ହେଇ ଚାଲିବେ। ଏଇ ଦିଟା ଯାକ ହେଇ ହିଁ ଚାଲିବ। ଯଦି ମନରେ ସେଇ ନ୍ୟାୟ ବ୍ୟବସ୍ଥାକୁ ଦେଖିକିନା ଭୟ ଆସୁଛି, ସେଇଟା ହିଁ ଆପଣଙ୍କର ଗୋଟେ ମାଧ୍ୟମ ବନିଯିବ କି ହଁ ହଁ, ମୁଁ ବି ସେଇ ପରମାତ୍ମାଙ୍କର ପ୍ରେମୀ ହେବି। ମୁଁ ବି ସେଇ ପରମାତ୍ମାକୁ ପ୍ରାପ୍ତ କରିବି। ମୁଁ ବି ସେଇ ସୁଖ ପଛରେ, ନିତ୍ୟ ସୁଖ ପଛରେ ଧାଇଁବି, ନା କି ଅନିତ୍ୟ ସୁଖ ପଛରେ। ଏଇ ଅନିତ୍ୟତାକୁ ଆମେ ଗତକାଲି ନା 3-4 ଦିନ ପୂର୍ବରୁ ଆମେ ଚର୍ଚ୍ଚା କରିଥିଲେ କି ଆମର ଯୋଉ ଭୋଜନ ଏଇଠୁ ଏତେ ପର୍ଯ୍ୟନ୍ତ ଗଲା, ସେତେ ଭିତରେ ସିଏ ଆମକୁ ଜିହ୍ୱାରେ ଲାଗିଥିବା ପର୍ଯ୍ୟନ୍ତ ସୁଖ ଦେଲା। କିନ୍ତୁ ସେଇ ସୁଖ ଆପଣଙ୍କର କାମ୍ୟ ନଥିଲା। ଆପଣଙ୍କର କାମ୍ୟ କଣ ଥିଲା? କି ଏଇ ଯୋଉ ଭୋଜନଟା ମୋ ଭିତରେ ଚାଲିଛି, ଏଇ ଭୋଜନଟା ମୋତେ ସେମିତି ହିଁ ସୁଖ ଦେଇ ଚାଲିଥାଉ। ସେଇଟାକୁ ଆପଣ ଅନିତ୍ୟରୁ ନିତ୍ୟକୁ ପ୍ରାପ୍ତ କରିବାର ଆପଣଙ୍କର ଗୋଟିଏ ବିଶେଷ କାମନା ରହେ, ଯୋଉଟା କି ସମ୍ଭବ ନୁହେଁ ଏଇ ସାଂସାରିକ ଦ୍ରବ୍ୟରୁ। ସାଂସାରିକ ଦ୍ରବ୍ୟ ଛାଡିଦେଲା ପରେ, ସାଂସାରିକ ଦ୍ରବ୍ୟର ଆକର୍ଷଣରୁ ବଞ୍ଚିଗଲା ପରେ, ତାପରେ ଆପଣଙ୍କର ବୈରାଗ୍ୟ ଜାତ ହୁଏ। ଆଉ ସେଇ ବୈରାଗ୍ୟରୁ ବହୁତ ସୁଖ ମିଳିବ, ଅପର୍ଯ୍ୟାପ୍ତ ସୁଖ। ସେଇ ବୈରାଗ୍ୟ ବିଷୟରେ ଗତକାଲି ସାମାନ୍ୟ ପ୍ରବେଶ ଟଚ୍ କରାହେଇଥିଲା। ଆଜି ଆଉ ଟିକେ ଆଗକୁ ଆମକୁ ଯିବାକୁ ପଡିବ। ଯେତେବେଳେ ପର୍ଯ୍ୟନ୍ତ ଦ୍ରବ୍ୟର ଆକର୍ଷଣ, ବାହ୍ୟ ସାଂସାରିକ ଦ୍ରବ୍ୟର ଆକର୍ଷଣ ଆପଣଙ୍କ ଉପରେ ପ୍ରଭାବୀ ଭାରି ହେଇଛି, ସେତେବେଳେ ପର୍ଯ୍ୟନ୍ତ ଆପଣ କେବେ ବି ବୈରାଗୀ ହେଇନାହାନ୍ତି। ଯଦି ଆପଣଙ୍କୁ କୌଣସି ଦ୍ରବ୍ୟ ଭଲ ଲାଗୁଛି, ସେଠି ଆପଣଙ୍କର ନିର୍ଣ୍ଣୟ ଗଲତ ହେଲା। କାହିଁକି ଗଲତ ହେଲା? କି ସେଇଟା ଭଲ ଲାଗିବା ଆଉ ଖରାପ ଲାଗିବାର ଜିନିଷ ହିଁ ନୁହେଁ। ସେଇଟା ସାପ ଗରଳ ଯଦି ସାପ ଗରଳର କାମ ଅଛି, ସେଇଟା ମିଠାଇ ଯଦି ମିଠାଇର କାମ ଅଛି, କିନ୍ତୁ ଏଇ ଦିଟା ଯାକ ଆପଣଙ୍କୁ ସୁଖୀ କରିବା ପାଇଁ ନୁହେଁ। ଏଇ ଦିଟା ଯାକ ଯୋଉ ଉତ୍ପନ୍ନ କରିଛନ୍ତି ପରମାତ୍ମା, ପରମାତ୍ମାଙ୍କର ଲକ୍ଷ୍ୟ ଆପଣଙ୍କୁ ସୁଖୀ କରିବା ପାଇଁ ଏଇଟା ଉତ୍ପନ୍ନ କରିନାହାନ୍ତି। ଏଇଟା କେବଳ ସାଧନ ମାତ୍ର। ଏଇଟା ବ୍ୟବହାର କରିବା ପାଇଁ। ସନ୍ନିପାତ ରୋଗ ହେଲା ତ ଆପଣଙ୍କୁ କିଛି ସାପ ଗରଳ ସେଟା ସାହାଯ୍ୟ କରି ପୁଣି ଆଉଥରେ ଆପଣଙ୍କର ଜୀବନକୁ ଦେଇଦିଏ। ସାପ ଗରଳରୁ ଅନେକ ପ୍ରକାରର ମେଡିସିନ ଆଜିକାଲି ବାହାରୁଛି। ଠିକ ସେମିତି ଏଇ ଯୋଉ ଭୋଜନ ହଉ, ଶବ୍ଦ ସ୍ପର୍ଶ ରୂପରସ ଗନ୍ଧ ବିଷୟ ହଉ,
ଏଇ ସବୁ ବିଷୟର କିଛି କିଛି କାମ ଅଛି, ନା କି ତାଙ୍କ ସୁଖ ଦେବା କାମ। ସେମାନେ ସୁଖ ଦେବା ପାଇଁ ନିର୍ମିତ ହିଁ ହେଇନାହାନ୍ତି। ଆପଣ କେମିତି ସେଇଠୁ ସୁଖୀ ହେଇଯିବେ? ସୁଖୀ ସେଇଠୁ ହେବା ପାଇଁ ସେଇଟା ବନା ହିଁ ହେଇନି। ଆପଣ ତାକୁ ଉପଯୋଗ କରି ନିଜ ଶରୀରକୁ କେମିତି ସୁନ୍ଦର, ସ୍ୱାସ୍ଥ୍ୟ, ଦୃଢ ଆଉ ଲମ୍ବା ଜୀବନ କରିବେ, ସେଥିପାଇଁ ହିଁ କେବଳ ସେଇଟା ବନା ହେଇଛି। ଅନ୍ୟ କୌଣସି ପାଇଁ ସେଇଟା ବନା ହେଇନି। ଆପଣଙ୍କର ଉଦ୍ଦେଶ୍ୟ ହଉଛି ନା ମୁଁ ଏଥିରୁ ସୁଖୀ ହେଇଯିବି। ସେଇଠି ଆପଣଙ୍କର ଅବିଦ୍ୟା ଆପଣଙ୍କୁ ବୈରାଗ୍ୟରୁ ଓହରେଇ ନଉଛି। ଆପଣଙ୍କୁ ଜାଣିବାକୁ ପଡିବ, ନା ନା, ସାଂସାରିକ ବିଷୟ 5 ବିଷୟରୁ ମୁଁ ଆଜି ଯାଏଁ ଯେମିତି ସୁଖୀ ହେଇପାରିଲିନି, ଆଗକୁ ବି କେବେ ବି ସୁଖୀ ହେଇପାରିବିନି। ଏଇ ସ୍ଥିତିଟା ଆପଣଙ୍କର ବୈରାଗ୍ୟ ହେଇଯିବ। ବୈରାଗ୍ୟ ହେଲେ ଆପଣ ଜାଣିପାରିଲେ କି ନାଇଁ, ଏଇଟା ସବୁ ସାଧନ। କଣ ପାଇଁ ସାଧନ? ପରମାତ୍ମା ପାଇଁ। ପରମାତ୍ମାକୁ ପ୍ରାପ୍ତ କରିବା ପାଇଁ ସାଧନ ହେଇଗଲେ। ତାହେଲେ ସେଇ ବୈରାଗ୍ୟ ସ୍ଥିତିରେ ଆପଣ ପ୍ରବଳ ସୁଖୀ ହେବେ। ଏମିତି ସୁଖୀ, ଯୋଉ ସୁଖକୁ ଆପଣ ଏଇ ଜନ୍ମରେ କେବେ ବି ଅନୁଭବ କରିନାହାନ୍ତି, ସେଇ ସୁଖ ଆପଣ ପ୍ରାପ୍ତ କରିଦେବେ। ଆଉ ସେଇ ସୁଖ ଥରେ ପାଇସାରିଲା ପରେ, ସେଇ ବୈରାଗ୍ୟର ପରେ ଆଉ ଆପଣ ଆଉ ଏପଟେ ମୁହଁ ବି ଦେଖେଇବେନି କି ଭାଇ ମୁଁ ବି ଆଉ ଟିକେ ସୁଖୀ ହୁଏ ଏଇ ଖାନା ପିନାରୁ। ପାଞ୍ଚ ଭୌତିକ ସମସ୍ତ ସୁଖ, ସମସ୍ତ ପ୍ରକାରର ସାଂସାରିକ ଦ୍ରବ୍ୟର ସୁଖ ଅପେକ୍ଷା ସେଇ ସୁଖ ଅତ୍ୟନ୍ତ ଆକର୍ଷଣୀୟ, ଯୋଉଟା କି ବୈରାଗ୍ୟର ସୁଖ। ଆପଣଙ୍କ ରସି ଏଇଠି 5ଟି ରସି ବେକରେ ଲାଗିକିନା 5ଟି ରାସ୍ତା 5ଟି ସାଇଡରୁ ଧରା ହେଇଛି। ଆପଣ କେମିତି ସୁଖୀ ହେବେ? ଯେତେବେଳେ ସେଇ 5ଟି ଯାକ ରସିକୁ କାଟି ଦିଆ ହେଲା, ଆପଣଙ୍କର ସ୍ୱାଧୀନତାର କେମିତି ଅନୁଭବ ହବ? ଆପଣ ଯେତେବେଳେ ଭାବୁଥିଲେ କି ମତେ ଇଏ ଆକର୍ଷଣ କରୁଛି, ଆପଣ ବନ୍ଧା ହେଇଛନ୍ତି ସେ ଚାୟ ବନେଇବା ପାଇଁ, ଚାହା ବନେଇବା ପାଇଁ। ଯେତେବେଳେ ଆପଣ ଅନୁଭବ କଲେ, ଆରେ ମୁଁ ତ ଆଉ କୌଣସି ଚାହା ପିଇବା ପାଇଁ ମୋର ଇଚ୍ଛା ହଉନି। ଏମିତି 5ଟି ରସି ଅର୍ଥ ହେଲା 5ଟି ବିଷୟ ଦ୍ଵାରା ଆମେ ସମସ୍ତେ ବନ୍ଧା ହେଇ ଚାଲିଛେ। ଆମକୁ ମନୁଷ୍ୟକୁ ଏତେ ଅନୁମାନ କରିବାକୁ ପଡିବ କି କେମିତି ମୁଁ ଏଇ ସବୁ ରସି କାଟିବି। ଯଦି ଆପଣ ରସି ଗୁଡାକ କାଟିଦେଲେ, ତାହେଲେ ଆପଣ ବୈରାଗୀ ହେଇଗଲେ। ବୈରାଗ୍ୟର ପରେ କଣ ହବ? ବୈରାଗ୍ୟ ପରେ ଆପଣଙ୍କର ମନ ଯୋଉ ପଳେଇ ଯାଉଥିଲା 5ଟି ବିଷୟ ଆଡେ, ସେତେବେଳେ ଆଉ ସେପଟେ ଯିବନି। କାହିଁକି ନା ଆପଣ ଚାହୁଁ ହିଁ ନାହାନ୍ତି। ଆପଣ ସେଇ ଦ୍ରବ୍ୟ ପ୍ରତି ଆସକ୍ତ ନ ହେଲେ, ସେଇ ଦ୍ରବ୍ୟ ଆପଣଙ୍କୁ ଆକର୍ଷଣ କେମିତି କରିବ? ଆପଣଙ୍କର ସେପଟେ ଯୋଉ ଏକାଗ୍ରତା ନଷ୍ଟ ହଉଥିଲା, ସେଇ ଏକାଗ୍ରତା ପୁଣି କେବଳ ଆପଣଙ୍କ ଇଚ୍ଛାରେ, ଆପଣଙ୍କର ମନ ଦ୍ଵାରା ସେ ପ୍ରବାହିତ ହେଇଯିବ। ଯୋଉଠି ଆପଣ ଇଚ୍ଛା କରୁଛନ୍ତି ମନକୁ ଲଗେଇବା ପାଇଁ, ସେଇଠି ଆପଣ ମନକୁ ଲଗେଇବାରେ ସମର୍ଥ ହେଇଯିବେ। ଏଇଟା ତ ଏକାଗ୍ରତା ହେଇଗଲା। ସେଇଥିପାଇଁ ଆପଣ ଦେଖିଥିବେ, ଯେତେ ଭଲ ପଢିବାର ଛୁଆମାନେ, ସେମାନେ ଏଇ ଖାଇବା ପିଇବା ଏସବୁଥିରେ ବହୁତ ଧ୍ୟାନ ଦିଅନ୍ତି ନାହିଁ। ସେମାନଙ୍କର ମନ କେବଳ ପାଠ ପଢାରେ ଲାଗି ରହେ। ପାଠ ପଢାରେ ଲାଗି ରହିବା ବା ଏକାଗ୍ରତା ହେବାଟା ଅନ୍ୟ ସବୁ ସାଂସାରିକ ଦ୍ରବ୍ୟରେ ଆକର୍ଷଣ ନ ହେବାରୁ ହିଁ ଉତ୍ପନ୍ନ ହେଲା। ଆମର ବି ସେମିତି ସ୍ଥିତି ହେବା ଦରକାର। ଆମେ ବଡ ବୟସ୍କ ହେଲେ ବି ଆମେ ସେଇ ସ୍ଥିତିକୁ ଆମେ ହାସିଲ କରିପାରିବା। ଆମ ଭିତରେ ବି ସେଇଟା ସମ୍ଭବ। ଯଦି ଆମେ ମାନେ ବି ଚେଷ୍ଟା କରିବା, ଆମେ ବି ସେମିତି ଅନ୍ୟ 5ଟି ଯାକ ରସିରୁ ନିଜକୁ ରକ୍ଷା କରି ଆମେ ବି ଏକାଗ୍ର ହେଇପାରିବା। ସେଇ ଏକାଗ୍ରତାଟା ଆପଣଙ୍କ ସମ୍ପ୍ରଜ୍ଞାତ ସମାଧି। ଯଦି କେବଳ ଗୋଟିଏ ବିଷୟରେ ଆପଣ ଧ୍ୟାନ କରି ବସିଲେ, ସେଇ ଧ୍ୟାନଟା ସମାଧିରେ ପରିଣତ ହେଇଯାଏ। ଚିନ୍ତନ କେବଳ ଗୋଟିଏ ବିଷୟରେ ଚାଲିଛି। ସେଇ ବିଷୟାନ୍ତର ହଉ ହିଁ ନାହିଁ। କେବଳ ସେଇ ଗୋଟିଏ ବିଷୟରେ ଚାଲିଥିଲେ, ସେଇ ଚିନ୍ତନ ପ୍ରଣାଳୀ ବା ସେଇ ଧ୍ୟାନଟା ସମାଧିରେ ପରିଣତ ହେଇଯାଏ। ତାକୁ
संप्रज्ञात समाधि कुहा हुए। ଆଜି ସଂପ୍ରଜ୍ଞା ସମାଧି ବିଷୟରେ କିଛି ଶୁଣିଲେ। ଏବେ 8ଟା 15 ହେଇଗଲା। ଆଉ ପୁଣି ଆମେ କାଲି ଆଉ ଟିକେ ଆଗକୁ ନେବା। ତାପରେ କୋଉ ସ୍ଥିତି ହେବ, ସଂପ୍ରଜ୍ଞାତ ସମାଧିରେ ବ୍ୟକ୍ତି ବା ମନୁଷ୍ୟ କୋଉ ସ୍ଥିତିରେ ରହେ, କି ବିଷୟରେ ସଂପ୍ରଜ୍ଞାତ ସମାଧି ଲଗାଯାଏ, ଆଉ ତାପରେ ବୈରାଗ୍ୟର ଦ୍ଵିତୀୟ ସ୍ଥିତି କଣ ହେବ, ଏହି ସବୁ ବିଷୟରେ କାଲି ଆମେ ପୁଣି ଚର୍ଚ୍ଚା କରିବା। ସମସ୍ତଙ୍କୁ ସାଦର ନମସ୍ତେ। शांति शांति शांति। सर्वेभ्यो नमः। सबको सादर नमस्ते।